I am Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି ଯେଉଁ ଆମର ପିଜି ସିଲାବସରେ CC 9ରେ ଅଛି ଓଡ଼ିଆ ବ୍ୟାକରଣ। ତ ମୁଁ ବିଶେଷ୍ୟ ଆଉ ସର୍ବନାମ ଆଲୋଚନା କରିସାରିଛି ପୂର୍ବ ଭିଡ଼ିଓରେ। ଆପଣମାନେ ପ୍ଲେଲିଷ୍ଟରେ ଯାଇକି ଚେକିଂ କରିପାରିବେ। ଏବେ ମୁଁ ଆଲୋଚନା କରିବି ଲିଙ୍ଗ। ଆମର ବିଶେଷ୍ୟ, ସର୍ବନାମ, ଲିଙ୍ଗ, ବଚନ, ବିଭକ୍ତି, କ୍ରିୟା, ଅବୟ, ତଦ୍ଧିତ, କୃଦନ୍ତ ଏସବୁ ଗୁଡ଼ିକ ମୁଁ ଆଲୋଚନା କରିବି। ତ ବର୍ତ୍ତମାନ ମୁଁ ଆଲୋଚନା କରିବା ଲିଙ୍ଗ। ତଳ ବାକ୍ୟ ଗୁଡ଼ିକ ଲକ୍ଷ୍ୟ କର। ନିରଞ୍ଜନ ଗୀତ ଗାଉଛି, ନୀଳିମା ଚିତ୍ର ଆଙ୍କୁଛି, ଛୁଆଟି ସେଜରେ କାନ୍ଦୁଛି, କଲମଟି ତଳେ ପଡ଼ିଗଲା। ଉପର ଉଦାହରଣରେ ନିରଞ୍ଜନ ଜଣେ ପୁରୁଷ ବା ବାଳକର ନାମ, ନୀଳିମା ଏକ ବାଳିକା ବା ସ୍ତ୍ରୀର ନାମ। ଛୁଆ ଏହି ପଦଟି ପୁଅ ଝିଅ ଉଭୟଙ୍କୁ ବୁଝାଉଛି। କଲମ ଏକ ନିର୍ଜୀବ ବା ଅପ୍ରାଣୀବାଚକ ପଦ। ଏଠି ଦେଖନ୍ତୁ, ନିରଞ୍ଜନ ଗୋଟେ ପୁଅ ପିଲାର ନାମ, ନୀଳିମା ଗୋଟେ ଝିଅ ପିଲାର ନାମ। କିନ୍ତୁ ଯଦି ଆମେ ଛୁଆ କହୁଛୁ, ସିଏ ପୁଅ କିମ୍ବା ଝିଅ କିଛି ଜଣାପଡ଼ୁଛୁ କି? ଜଣାପଡ଼ୁନାହିଁ। ଉଭୟଙ୍କୁ ବୁଝାଉଛି। ସେ ପୁଅ ଛୁଆ ହେଇପାରେ, ନଚେତ୍ ଝିଅ ଛୁଆ ହେଇପାରେ। ଯଦି ଆମେ କଲମ କହିବା, କଲମଟା ଗୋଟେ ନିର୍ଜୀବ ବସ୍ତୁ, ତା'ର ଜୀବନ ନାହିଁ। ହେଲା, ଏଥିରୁ ଆମେ ଜାଣିଲେ ଯେ ପୁରୁଷ ପ୍ରାଣୀକୁ ବୁଝାଉଥିବା ପଦ ପୁଲିଙ୍ଗ, ସ୍ତ୍ରୀଲିଙ୍ଗ, ସ୍ତ୍ରୀ ଜାତୀୟ ପ୍ରାଣୀକୁ ବୁଝାଉଥିବା ପଦକୁ ସ୍ତ୍ରୀଲିଙ୍ଗ, ପୁରୁଷ ଓ ସ୍ତ୍ରୀ ଉଭୟ ବୁଝାଉଥିବା ପଦକୁ ଉଭୟଲିଙ୍ଗ କୁହାଯାଏ। ଯେଉଁ ପଦ କୌଣସି ପୁରୁଷ ବା ସ୍ତ୍ରୀ ପ୍ରାଣୀକୁ ବୁଝାଏ ନାହିଁ ତାହାକୁ କ୍ଳିବଲିଙ୍ଗ କୁହାଯାଏ। ହେଲା, ଯେଉଁଟା ଆମର ପୁରୁଷକୁ ବୁଝାଉଛି ତାକୁ ପୁଲିଙ୍ଗ କହିବା, ଯାହା ଆମର ସ୍ତ୍ରୀକୁ ବୁଝାଉଛି ତାକୁ ସ୍ତ୍ରୀଲିଙ୍ଗ କହିବା, ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବୁଝାଇଲେ ତାହାକୁ କହିବା ଉଭୟଲିଙ୍ଗ। ଆଉ ଯେଉଁଟା ଆମର ପୁରୁଷ ବା ସ୍ତ୍ରୀ ବା ପ୍ରାଣୀକୁ ବୁଝାଏ ନାହିଁ ତାକୁ ଆମେ କ୍ଳିବଲିଙ୍ଗ କହିବା। ହେଲା, ବସ୍ତୁ ଯେଉଁଗୁଡ଼ା। ପୁଲିଙ୍ଗ ହେଉଛି ଜଗନ୍ନାଥ, ଗୋପାଳ, ବାପା, ଭାଇ, ମାମୁଁ, ଯୁବକ, ପୁଅ, ବାଳକ, ଦେବ, ରାଜା, ସିଂହ, ବାଘ, ହାତୀ, ହରିଣ ଇତ୍ୟାଦି। ଏଗୁଡ଼ିକ ସବୁ କ'ଣ? ପୁଅର ନାମ। ସେପରି ସ୍ତ୍ରୀଲିଙ୍ଗ। ସ୍ତ୍ରୀଲିଙ୍ଗ କ'ଣ? ଲକ୍ଷ୍ମୀ, ସାବିତ୍ରୀ, ବାଳିକା, ଝିଅ, ମା, ମାଇଁ, ଖୁଡ଼ୀ, ଆଈ, ବାଳିକା, ଗାୟତ୍ରୀ, ସାବିତ୍ରୀ, ହିଂସା, ହରିଣୀ ଇତ୍ୟାଦି। ପୁଲିଙ୍ଗ। ପୁଲିଙ୍ଗ ଗୁଡ଼ିକ ଦେଖିବା, ଜଗନ୍ନାଥ, ଗୋପାଳ, ବାପା, ଭାଇ, ମାମୁଁ, ଯୁବକ, ରାଜା, ସିଂହ, ବାଘ ଏଗୁଡ଼ିକ ସବୁ ପୁଅ। ତ ଏଗୁଡ଼ିକ ପୁଲିଙ୍ଗ। ସ୍ତ୍ରୀଲିଙ୍ଗରେ କେଉଁମାନେ ଯିବେ? ଲକ୍ଷ୍ମୀ, ସାବିତ୍ରୀ, ବାଳିକା, ଝିଅ, ମା, ମାଇଁ, ଖୁଡ଼ୀ, ଆଈ ଏଗୁଡ଼ିକ ସବୁ କ'ଣ? ଝିଅ। ତେଣୁକରି ଏ ସ୍ତ୍ରୀଲିଙ୍ଗ। ଉଭୟ ଲିଙ୍ଗରେ କେଉଁମାନେ ଯିବେ? ଛୁଆ, ପିଲା, ଶିଶୁ, କୁଆ। ଆମେ ଯଦି ଛୁଆ କହୁଛୁ, ଯଦି ଆମେ ଛୁଆ କହୁଛୁ ସେ ପୁଅ କି ଝିଅ ଆମେ ଜାଣିପାରୁଛୁ କି? ଜାଣିପାରୁ ନାହୁଁ। ଯଦି ଆମେ ପାଣି କହିବା, ପବନ କହିବା, ହେଲା, ଏଠି ଦେଖନ୍ତୁ ଆଉ ଗୋଟେ ଶିଶୁ, କୁଆ, କୋଇଲି, ଚଢ଼େଇ। ଚଢ଼େଇ କହିଲେ ସେ ପୁଅ ଚଢ଼େଇ କି ଝିଅ ଚଢ଼େଇ ଉଭୟଙ୍କୁ ବୁଝାଉଛି। ଛେଳି କହିଲେ ପୁଅ ଛେଳି କିମ୍ବା ଝିଅ ଛେଳି ଉଭୟଙ୍କୁ ବୁଝାଉଛି ନା ନାହିଁ? ତ ଏଗୁଡ଼ିକ ଉଭୟଲିଙ୍ଗ। କ୍ଳିବଲିଙ୍ଗ ଯେଗୁଡ଼ିକ ନିର୍ଜୀବ ବସ୍ତୁ, ହେଲା, ଧାନ, ଚାଉଳ, ମାଟି, ପାଣି, ପବନ, ସୁନା, ରୂପା, ଲୁହା, ତମ୍ବା, ଛତା, ମୋବାଇଲ, ବହି, ଖାତା, କଲମ ଏଗୁଡ଼ିକର ଜୀବନ ନାହିଁ, ନିର୍ଜୀବ ବସ୍ତୁ, ଏଗୁଡ଼ିକ କ୍ଳିବଲିଙ୍ଗ। ହେଲା, ବିଶେଷ୍ୟ, ସର୍ବନାମ ଓ ବିଶେଷଣ ପଦର ଲିଙ୍ଗ ବିଚାର କରାଯାଏ। ବିଶେଷ୍ୟ ପଦର ଅର୍ଥକୁ ନେଇ ତାହା 4 ଶ୍ରେଣୀରେ ଲିଙ୍ଗ ଭିତରୁ ଯେଉଁ ଶ୍ରେଣୀର ଅନ୍ତର୍ଗତ ସ୍ଥିର କରାଯାଏ, ଅର୍ଥାତ୍ ପଦର ପ୍ରକୃତିଗତ ଲିଙ୍ଗକୁ ଅନୁସରଣ କରି ଲିଙ୍ଗ ନିର୍ଣ୍ଣୟ କରାଯାଇଥାଏ। ସଂସ୍କୃତ ଭାଷାରେ କିନ୍ତୁ ଲିଙ୍ଗ ନିର୍ଣ୍ଣୟ ଶବ୍ଦାର୍ଥକୁ ନେଇ କରାଯାଇ ନଥାଏ, ଅର୍ଥାତ୍ ପ୍ରାକୃତିକ ଲିଙ୍ଗକୁ ଗ୍ରହଣ କରି ନଥାଏ।
ଶବ୍ଦର ବ୍ୟୁତ୍ପତ୍ତିକୁ ନେଇ ଲିଙ୍ଗ ବର୍ଣ୍ଣିତ ହୋଇଥାଏ। କାହାକୁ ନେଇକି? ଶବ୍ଦର ବ୍ୟୁତ୍ପତ୍ତିକୁ ନେଇକି ଲିଙ୍ଗ ବର୍ଣ୍ଣିତ ହୋଇଥାଏ। ଦେହ ପୁଲିଙ୍ଗ, ତନୁ ସ୍ତ୍ରୀଲିଙ୍ଗ, ଶରୀର କ୍ଳୀବଲିଙ୍ଗ। ହେଲା, ଦେହ ମାନେ ଯାହା, ତନୁ ମାନେ ସେୟା, ଶରୀର ମାନେ ସେୟା। ହେଲା, କିନ୍ତୁ ଦେହ କହିଲେ ଆମେ ପୁଲିଙ୍ଗ ବୁଝିବା, ତନୁ କହିଲେ ଆମେ ସ୍ତ୍ରୀଲିଙ୍ଗ ବୁଝିବା ଓ ଶରୀର କହିଲେ ଆମେ କ୍ଳୀବଲିଙ୍ଗ ବୁଝିବା। ଶବ୍ଦର ଅର୍ଥ ସମାନ ହେଲେ ମଧ୍ୟ ଲିଙ୍ଗ ଭିନ୍ନ ଭିନ୍ନ ଅଟନ୍ତି। ସେହିପରି ଦାର, ପତ୍ନୀ, କଳତ୍ର ଶବ୍ଦତ୍ରୟ ସ୍ତ୍ରୀବାଚକ ହେଲେ ମଧ୍ୟ ଯଥାକ୍ରମେ ପୁଲିଙ୍ଗ, ସ୍ତ୍ରୀଲିଙ୍ଗ ଆଉ କ୍ଳୀବଲିଙ୍ଗ। ହେଲା, ଦାର କହିଲେ ଆମେ ପୁଲିଙ୍ଗ ବୁଝିବା। ହେଲା, ପତ୍ନୀ କହିଲେ ସ୍ତ୍ରୀଲିଙ୍ଗ ବୁଝିବା, କଳତ୍ର କହିଲେ ଆମେ କ୍ଳୀବଲିଙ୍ଗ ବୁଝିବା। ସେପରି ବନ୍ଧୁ ଅର୍ଥବୋଧକ ବନ୍ଧୁ, ସଖା ଶବ୍ଦ ପୁଲିଙ୍ଗ। ହେଲା, ମାତ୍ର ମିତ୍ର ଶବ୍ଦ କ୍ଳୀବଲିଙ୍ଗ। ସେହିପରି ବୃକ୍ଷ, ପର୍ବତ ଶବ୍ଦ ସଂସ୍କୃତରେ ପୁଲିଙ୍ଗ ହେଉଥିଲା ବେଳେ ଓଡ଼ିଆରେ ଅପ୍ରାଣବାଚକ ହେତୁ କ୍ଳୀବଲିଙ୍ଗ। ଦେବତା ଶବ୍ଦ ସଂସ୍କୃତରେ ସ୍ତ୍ରୀଲିଙ୍ଗ ବାଚକ, ମାତ୍ର ଓଡ଼ିଆରେ ପୁଲିଙ୍ଗ। ଉଦାହରଣ ସ୍ୱରୂପ କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବୀ ଦେବତା, ବୃକ୍ଷ ଦେବତା, ବନ ଦେବତା ବା ଧର୍ମ ଦେବତା ଓଡ଼ିଆ ଭାଷାରେ ପୁଲିଙ୍ଗ ଭାବରେ ବ୍ୟବହୃତ। ଦେବତା ଶବ୍ଦର ସ୍ତ୍ରୀଲିଙ୍ଗ ଓଡ଼ିଆରେ ଦେବତୀ ହୁଏ। ହେଲା, ଦେବତାର ସ୍ତ୍ରୀଲିଙ୍ଗ କ'ଣ ହୁଏ? ଦେବତୀ, ଯଥା ଗ୍ରାମ ଦେବତୀ, ବନ ଦେବୀ ଇତ୍ୟାଦି। ସର୍ବନାମ ପଦ ବିଶେଷ୍ୟ ପଦ ପରିବର୍ତ୍ତେ ବ୍ୟବହୃତ ହେଉଥିବାରୁ ତାହା ବିଶେଷ୍ୟର ଲିଙ୍ଗ ଗ୍ରହଣ କରେ। ଯଥା ସଦାନନ୍ଦ ଦଶମ ଶ୍ରେଣୀରେ ପଢ଼େ, ସେ ଶ୍ରେଣୀରେ ପ୍ରଥମ ହୁଏ, ତାର ବ୍ୟବହାରରେ ସମସ୍ତେ ସନ୍ତୁଷ୍ଟ। ସେ ଓ ତାର ସର୍ବନାମ ପଦଦ୍ୱୟ ସଦାନନ୍ଦ ବିଶେଷ୍ୟ ପଦ ପରିବର୍ତ୍ତେ ବ୍ୟବହୃତ ହେଉଥିବାରୁ ପୁଲିଙ୍ଗ ଅଟେ। ସେହିପରି ସାବିତ୍ରୀ ସଙ୍ଗୀତ ଶୁଣୁଛି, ସେ ମଧ୍ୟ ଭଲ ଖେଳୁଛି, ତାକୁ ସମସ୍ତେ ଭଲ ପାଆନ୍ତି। ଉଦାହରଣ ତିନିଟିରେ ସେ, ତାକୁ ସର୍ବନାମ ପଦ ଦୁଇଟି ସାବିତ୍ରୀ ବଦଳରେ ବ୍ୟବହୃତ ହୋଇଥିବାରୁ ସ୍ତ୍ରୀଲିଙ୍ଗ। ଓଡ଼ିଆରେ ବିଶେଷଣ ପଦ ସର୍ବନାମ ପଦ ପରି ବିଶେଷ୍ୟ ପଦ ଲିଙ୍ଗକୁ ଅନୁସରଣ କରେ। ଯଥା ଧଳା ହାତୀଟି ଐରାବତ ଅଟେ, କଳା ଗାଈଟି ପଡ଼ିଆରେ ଚରୁଛି। ବିଶେଷ୍ୟ ପଦ ହାତୀ ପୁଲିଙ୍ଗ ହୋଇଥିବାରୁ ଧଳା ପୁଲିଙ୍ଗ ଏବଂ ଗାଈ ବିଶେଷ୍ୟ ପଦ ସ୍ତ୍ରୀଲିଙ୍ଗ ବାଚକ ହୋଇଥିବାରୁ କଳା ବିଶେଷଣ ପଦଟି ମଧ୍ୟ ସ୍ତ୍ରୀଲିଙ୍ଗ। କ୍ୱଚିତ୍ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଏ। ଯଥା କାଳି ଗାଈର ଭିନେ ଗୋଠ, ଏଇ ପୁଅଟି ଗୋରା, ଗୋରୀ ଝିଅଟି ଶ୍ୟାମ ବାବୁଙ୍କର। ଗାଈ ସ୍ତ୍ରୀଲିଙ୍ଗବାଚକ ଶବ୍ଦ ହୋଇଥିବାରୁ କଳା ବିଶେଷଣ ପଦଟି ସ୍ତ୍ରୀଲିଙ୍ଗରେ କାଳି ଗାଈ। ପୁଲିଙ୍ଗ ପୁଅ ପଦ ପାଇଁ ବିଶେଷଣ ଗୋରା ପୁଲିଙ୍ଗ ପଦ ବ୍ୟବହୃତ, ମାତ୍ର ଝିଅ ବିଶେଷ୍ୟ ପଦଟି ସ୍ତ୍ରୀଲିଙ୍ଗ ବୋଧକ ହୋଇଥିବାରୁ ବିଶେଷଣ ଗୋରା ଗୋରୀ ହୋଇଥାଏ। ଆମର ପୁଲିଙ୍ଗରେ ଗୋରାଟା, ସ୍ତ୍ରୀଲିଙ୍ଗରେ ଗୋରୀ ହୋଇଥାଏ। ହେଲା, ଓଡ଼ିଆ ଭାଷାରେ ପ୍ରାକୃତିକ ଲିଙ୍ଗକୁ ଅନୁସରଣ କରି ବିଶେଷ୍ୟ ପଦର ଲିଙ୍ଗ ନିର୍ଣ୍ଣୟ ହେଉଥିବା ବେଳେ ତତ୍ସମ ସଂସ୍କୃତ ଶବ୍ଦ କ୍ଷେତ୍ରରେ ଲିଙ୍ଗ ପରିବର୍ତ୍ତନ ସଂସ୍କୃତ ନିୟମକୁ ଅନୁସରଣ କରିଥାଏ। ବିଶେଷ୍ୟ ପଦ ପୁଲିଙ୍ଗ ହୋଇଥାଏ ଅଥବା ବିଶେଷ୍ୟ ପଦ ପୁଲିଙ୍ଗ ହୋଇଥାଏ ଅଥବା ବିଶେଷ୍ୟ ପଦ ସ୍ତ୍ରୀଲିଙ୍ଗ ବାଚକ ହୋଇଥିଲେ ବିଶେଷଣ ପଦ ସ୍ତ୍ରୀଲିଙ୍ଗ ହୁଏ। ଯଦି ଆମର ବିଶେଷ୍ୟ ପୁଲିଙ୍ଗ ହୁଏ ତାହେଲେ ବିଶେଷଣ ବି ପୁଲିଙ୍ଗ ହୁଏ। ଯଦି ବିଶେଷ୍ୟ ସ୍ତ୍ରୀଲିଙ୍ଗ ହୁଏ ତାହେଲେ ବିଶେଷଣ ବି ସ୍ତ୍ରୀଲିଙ୍ଗ ହୁଏ। ସୁନ୍ଦର ବାଳକ, ଚତୁର ଶୃଗାଳ, ବେଗବାନ ଅଶ୍ୱ, ଧନବାନ ପୁରୁଷ,
ଶାରଦୀୟ ଆକାଶ। ଏଠାରେ ବିଶେଷ୍ୟ ପଦଗୁଡ଼ିକ ପୁଲିଙ୍ଗ ହୋଇଥିବାରୁ କଳା ଅକ୍ଷର ବିଶେଷଣ ପଦଗୁଡ଼ିକ ମଧ୍ୟ ପୁଲିଙ୍ଗ ଅଟନ୍ତି। ସେହିପରି ରୂପବତୀ ରମଣୀ, ବିଦୁଷୀ ନାରୀ, ପୁଷ୍ପିତା ଲତା, ଶିକ୍ଷିତା ଝିଅ, ବନ୍ଧ୍ୟା ଭୂମି, ଶୁକ୍ଳା ରଜନୀ, ଶାରଦୀୟା ସନ୍ଧ୍ୟା, ତପସ୍ୱିନୀ ଗାଫି, ଅଜସ୍ୱିନୀ ବକ୍ତୃତା, ଦୁଃଖିନୀ ସୀତା, ମହିୟସୀ ମହିଳା, ସ୍ନେହମୟୀ ଜନନୀ। ହେଲା, ଏଗୁଡ଼ିକ ସବୁ କ'ଣ ବନ୍ଧ୍ୟା, ଶୁକ୍ଳା, ଶାରଦୀୟା, ତପସ୍ୱିନୀ ଏଗୁଡ଼ିକ ସବୁ ସ୍ତ୍ରୀଲିଙ୍ଗ। ପରବର୍ତ୍ତୀ ବିଶେଷ୍ୟ ପଦଗୁଡ଼ିକ ସ୍ତ୍ରୀଲିଙ୍ଗବାଚକ ହୋଇଥିବାରୁ କଳା ଅକ୍ଷରର ବିଶେଷଣ ପଦଗୁଡ଼ିକ ମଧ୍ୟ ସ୍ତ୍ରୀଲିଙ୍ଗ। ଯେହେତୁ ଆମର ଧରିତ୍ରୀ ସ୍ତ୍ରୀଲିଙ୍ଗ, ତେଣୁକରି ଶସ୍ୟ ଶ୍ୟାମଳା ମଧ୍ୟ ସ୍ତ୍ରୀଲିଙ୍ଗ ହେବ। ହେଲା, ଯେହେତୁ ଆମର ଗଙ୍ଗା ସ୍ତ୍ରୀଲିଙ୍ଗ, ତେଣୁକରି ପତିତ ପାବନୀ ମଧ୍ୟ ସ୍ତ୍ରୀଲିଙ୍ଗ ହେବ। ଯେହେତୁ ଜନନୀ ଆମର ସ୍ତ୍ରୀଲିଙ୍ଗ, ତେଣୁକରି ସ୍ନେହମୟୀ ଜନନୀ ମଧ୍ୟ ସ୍ତ୍ରୀଲିଙ୍ଗ ହେବ। ହେଲା, ଯେହେତୁ ରମଣୀ ସ୍ତ୍ରୀଲିଙ୍ଗ, ତେଣୁକରି ରୂପବତୀ ମଧ୍ୟ ସ୍ତ୍ରୀଲିଙ୍ଗ ହେବ। ଯେହେତୁ ନାରୀ ସ୍ତ୍ରୀଲିଙ୍ଗ, ତେଣୁକରି ବିଦୁଷୀ ମଧ୍ୟ ସ୍ତ୍ରୀଲିଙ୍ଗ ହେବ। ସେହିପରି ଏହାର ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇଥାଏ, ଯଥା ବିପୁଳ ସମ୍ପତ୍ତି, ପ୍ରଚୁର କ୍ଷତି, ଅଭୂତ ନୀତି, କରାଳ ରଜନୀ ଇତ୍ୟାଦି। ସଂସ୍କୃତରେ ସମ୍ପତ୍ତି, କ୍ଷତି, ନୀତି ସ୍ତ୍ରୀଲିଙ୍ଗ ହୋଇଥିଲେ ମଧ୍ୟ ଯଥାକ୍ରମେ ବିପୁଳ, ପ୍ରଚୁର, ଅଭୂତ, କରାଳ ବିଶେଷଣ ପଦଗୁଡ଼ିକ ପୁଲିଙ୍ଗ ଆକାରର ହୋଇଛି। ହେଲା, ଦେଖନ୍ତୁ ଆମର ବିପୁଳ ସମ୍ପତ୍ତି ଯେହେତୁ ପୁଲିଙ୍ଗ, ହେଲା, ସମ୍ପତ୍ତି ଆମର ସ୍ତ୍ରୀଲିଙ୍ଗ ହୋଇଥିଲେ ମଧ୍ୟ ଆମର ବିପୁଳ, ପ୍ରଚୁର ଆଉ ଅଭୂତ ହେଉଛି ସ୍ତ୍ରୀଲିଙ୍ଗ। ହେଲା, ବେଳେବେଳେ ତା ପରବର୍ତ୍ତୀ ଶବ୍ଦ ପୁଲିଙ୍ଗ ହୋଇଥିଲେ ମଧ୍ୟ ପୂର୍ବବର୍ତ୍ତୀ ଶବ୍ଦ ସ୍ତ୍ରୀଲିଙ୍ଗ ହୋଇଥାଏ। ବାକ୍ୟରେ ବିଶେଷଣ ପଦଟି ବିଧେୟ ବିଶେଷଣ ହେଲେ ତାହା ବିଶେଷ୍ୟ ପଦ ଲିଙ୍ଗକୁ ଅନୁସରଣ କରିବା ଇଚ୍ଛାଧୀନ। ଯଥା ଅତି ସୁନ୍ଦରୀ ବା ସୁନ୍ଦର। ଏବେ ମଧ୍ୟ ପରିବାରରେ ନାରୀମାନେ ପରାଧୀନ ବା ପରାଧୀନା। ହେଲା, ପରାଧୀନ ମଧ୍ୟ କହିପାରିବା, ପରାଧୀନା ମଧ୍ୟ କହିପାରିବା। ଓଡ଼ିଆରେ ଲିଙ୍ଗ ନିର୍ଣ୍ଣୟ ସଂସ୍କୃତ ପରି ନିୟମର କଠୋରତା ମଧ୍ୟରେ ଆବଦ୍ଧ ନୁହେଁ। କେତେକ ବିଶେଷଣ ପଦ ପୁଲିଙ୍ଗ, ସ୍ତ୍ରୀଲିଙ୍ଗ ବା କ୍ଳୀବଲିଙ୍ଗ ପାଇଁ ସମାନ ଭାବରେ ବ୍ୟବହୃତ ହୋଇଥାନ୍ତି। ବଡ଼ ପୁଅ, ବଡ଼ ଝିଅ, ବଡ଼ ଘର। ସେହିପରି ସାନ ଭାଇ, ସାନ ଭଉଣୀ, ସାନ ନଣନ୍ଦ, ସାନ ଦିଅର, ସାନ ଦେଉଳ, ସାନ ଘର, ଛୋଟ ବହି। ପୁଲିଙ୍ଗ ଶବ୍ଦର ସ୍ତ୍ରୀଲିଙ୍ଗରେ ପରିବର୍ତ୍ତନ। ପୁଲିଙ୍ଗ ଶବ୍ଦରେ ବିଭିନ୍ନ ପ୍ରତ୍ୟୟ ଯୋଗ କରି ପୁଲିଙ୍ଗ ଶବ୍ଦ ପରିବର୍ତ୍ତେ ଭିନ୍ନ ଶବ୍ଦ ବ୍ୟବହାର କରି ଉଭୟ ଲିଙ୍ଗବାଚକ ଶବ୍ଦର ପୂର୍ବରେ ପୁରୁଷ ଓ ସ୍ତ୍ରୀବାଚକ ଶବ୍ଦ ପ୍ରୟୋଗ କରି ପରିବର୍ତ୍ତନ କରାଯାଏ। ଦେଖନ୍ତୁ, ପୁଲିଙ୍ଗରେ ଆମର ବଶ୍ୟ, ସ୍ତ୍ରୀଲିଙ୍ଗରେ ବଶ୍ୟା। ପୁଲିଙ୍ଗରେ ସଭ୍ୟ, ସଭ୍ୟା। ଭଦ୍ର ସ୍ତ୍ରୀଲିଙ୍ଗରେ ହେବ ଭଦ୍ରା। ଶିଷ୍ୟ ସ୍ତ୍ରୀଲିଙ୍ଗରେ ଶିଷ୍ୟା। ସୂତ ସ୍ତ୍ରୀଲିଙ୍ଗରେ ସୂତା। କ୍ଷୀଣ ସ୍ତ୍ରୀଲିଙ୍ଗରେ କ୍ଷୀଣା ଇତ୍ୟାଦି। ଏଗୁଡ଼ିକ ଅନେକ ଅଛି। ହେଲା, ନେକ୍ସଟ ଦେଖିବା ବଚନ। ବଚନ କ'ଣ? ଝିଅ ଫୁଲ ତୋଳୁଛି, ସେ ଗୀତ ଗାଉଛି, ବହିଟି ନୂଆ, ଝିଅମାନେ ଫୁଲ ତୋଳୁଛନ୍ତି, ସେମାନେ ଗୀତ ଗାଉଛନ୍ତି, ବହିଗୁଡ଼ିକ ନୂଆ। ହେଲା, ଉପର ଉଦାହରଣରୁ ଝିଅ, ସେ, ବହିଟି ପ୍ରତ୍ୟେକର ସଂଖ୍ୟା 1 ବୋଲି ଜଣାଉଛି ଏବଂ ଝିଅମାନେ, ସେମାନେ, ବହିଗୁଡ଼ିକ ଏଗୁଡ଼ିକ ସଂଖ୍ୟା 1ରୁ ଅଧିକ ବା ବହୁତ ବୋଲି ଜଣାଯାଉଛି। ହେଲା, ଏଠି ଆମର ଝିଅ ଫୁଲ ତୋଳୁଛି ମାନେ ଗୋଟେ ଝିଅ ଫୁଲ ତୋଳୁଛି ବୁଝାଉଛି। ସେ ଗୀତ ଗାଉଛି ମାନେ ସେ ଜଣକୁ ବୁଝାଉଛି।
ବହିଟି ନୂଆ ମାନେ ଗୋଟେ ବହିକୁ ବୁଝାଉଛି, କିନ୍ତୁ ଝିଅମାନେ ଫୁଲ ତୋଳୁଛନ୍ତି ମାନେ ଗୋଟେରୁ ଅଧିକ ବହୁତ ଜଣକୁ ବୁଝାଉଛି। ସେପରି ସେମାନେ ଗୀତ ଗାଉଛନ୍ତି, ସେମାନେ ମାନେ ବହୁତ ଜଣକୁ ବୁଝାଉଛି। ସେପରି ବହି ଗୁଡ଼ିକ ନୂଆ ମାନେ ବହୁତ ଗୁଡ଼ିଏ ବହିକୁ ବୁଝାଉଛି ନା ନାହିଁ। ତ ଯାହାଦ୍ୱାରା ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାଯାଏ ତାକୁ ବଚନ କୁହାଯାଏ। ବଚନର ଡେଫିନେସନ୍ ମନେ ରଖିବେ, ସର୍ଟ କ୍ୱେଶ୍ଚନରେ ଆସେ। ଯାହାଦ୍ୱାରା ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାଯାଏ ତାହାକୁ ବଚନ କହନ୍ତି। ବିଶେଷ୍ୟ ଓ ସର୍ବନାମ ପଦର ବଚନ ଥାଏ। ହେଲା, କାହାର ବଚନ ଥାଏ? ବିଶେଷ୍ୟ ଓ ସର୍ବନାମ ପଦର ବଚନ ଥାଏ। ବଚନ ଦୁଇ ପ୍ରକାରର, ଯଥା ଏକବଚନ ଆଉ ବହୁବଚନ। ଏକବଚନ କାହାକୁ କହିବା? ଯେଉଁ ବିଶେଷ୍ୟ ବା ସର୍ବନାମ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକ ବୋଲି ଜଣାଯାଏ ତାହାର ଏକବଚନ ହୁଏ। ହେଲା, ଯେଉଁ ବିଶେଷ୍ୟ ବା ସର୍ବନାମ ପଦରୁ ବସ୍ତୁ ବା ବ୍ୟକ୍ତିକୁ ଆମେ ଗୋଟିଏ ବୋଲି ଜାଣିବା ତାକୁ ଆମେ ଏକବଚନ କହିବା। ଯଥା ନଈ, କଲମ, ସେ, ତୁ, ମୁଁ, ଦେଉଳ। ଏଗୁଡ଼ିକୁ ନଈ କହିଲେ କ'ଣ ଶୁଭାଯାଉଛି? ଗୋଟେ ନଈକୁ। କଲମ କହିଲେ ଗୋଟେ କଲମକୁ ବୁଝାଉଛି। ତ ହେବ ଏକବଚନ। ବହୁବଚନ କ'ଣ? ଯେଉଁ ବିଶେଷ୍ୟ ବା ସର୍ବନାମ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବୋଲି ଜଣାଯାଏ ତାକୁ ଆମେ ବହୁବଚନ କହିବା। ହେଲା, ଯେଉଁଟା ଏକରୁ ଅଧିକ, ଯଥା କଲମ ସବୁ, ସେମାନେ, ତୁମେମାନେ, ଆମ୍ଭେମାନେ। କଲମ ସବୁ ମାନେ ବହୁତ ଗୁଡ଼ିଏ କଲମକୁ ବୁଝାଉଛି, ଏକରୁ ଅଧିକ। ନଈ ଗୁଡ଼ିକ ମାନେ ଅନେକ ଗୁଡ଼ିଏ ନଈକୁ ବୁଝାଉଛି, ଏକରୁ ଅଧିକ। ଏଗୁଡ଼ିକ ବହୁବଚନ କହିବା। ହେଲା, ଏକବଚନ ବୁଝାଇବା ପାଇଁ ସାଧାରଣତଃ ଶବ୍ଦରେ କିଛି ଚିହ୍ନ ଲାଗି ନଥାଏ। ହେଲା, ଯଥା ପର୍ବତ, ଫୁଲ, ବଗିଚା, ପୁଅ, ପକ୍ଷୀ ଇତ୍ୟାଦି। କିଛି ଚିହ୍ନ ଲାଗିଛି କି? କିଛି ଚିହ୍ନ ଲାଗେ ନାହିଁ। ମାତ୍ର ଆମର ବ୍ୟବହାରରେ ଏକବଚନ ବୁଝାଇବା ପାଇଁ ଶବ୍ଦରେ ଟା, ଟି, ଟିଏ, ଗୋଟିଏ, ହେଲା, ଖଣ୍ଡେ, ଖଣ୍ଡିଏ, ଖଣ୍ଡି ପ୍ରଭୃତି ଏକବଚନର ଚିହ୍ନ ଯୋଗାଯାଏ। ହେଲା, ବହିଟିଏ ଏମିତି କୁହାଯାଏ। ହେଲା, ତ ଏକବଚନର ଚିହ୍ନ କ'ଣ? ନା ଟା, ଟି, ଟିଏ, ଗୋଟିଏ, ଟାଏ, ଖଣ୍ଡେ, ଖଣ୍ଡିଏ। ପିଲାଟି ଦୁଷ୍ଟ, କଲମଟି, କଥାଟିଏ, କିଆରୀ ଗୋଟାକ, ବାଳୁଙ୍ଗା, ଗୋଟେ କଦଳୀକୁ ଟଙ୍କାଏ, ଏ ମାଳାଗଟିକୁ ତୁଳସୀ, ପିନ୍ଧିବାକୁ ଲୁଗା ଖଣ୍ଡେ ନାହିଁ କି ରହିବାକୁ ଘର ଖଣ୍ଡେ ନାହିଁ, ବହି ଖଣ୍ଡି ମୂଲ୍ୟବାନ। କେତେକ ସ୍ଥଳରେ ସମ୍ମାନ ଓ ପରିମାଣ ବୁଝାଇବା ପାଇଁ ଏକବଚନରେ ଏ ଲାଗେ। ହେଲା, ଯଥା ଦାସେ, ଏଠାକୁ ଆସ, ପଣ୍ଡିତେ ଆସୁଛନ୍ତି, ପ୍ରଧାନେ, ଏତେ ଦିନ ଯାଏ କେଉଁଠି ଥିଲ, ପଦେ କଥା, ଇଞ୍ଚେ ଭୂମି, ମାଣେ ଜମି, ଟଙ୍କାଏ ଇତ୍ୟାଦି। ହେଲା, ସମ୍ମାନ ପାଇଁ ଆମର ଏ ଲାଗିଥାଏ। ବହୁବଚନ ବୁଝାଇବା ପାଇଁ ସାଧାରଣତଃ ବିଶେଷ୍ୟ ପଦ ସହିତ ଏ, ମାନେ, ମାନ, ଗୁଡ଼ିକ, ଗୁଡ଼ାକ ପ୍ରଭୃତି ବହୁବଚନ ଚିହ୍ନ ଯୋଗ କରାଯାଏ। ଯଥା ପିଲେ, ବାଳକେ, ଲୋକେ, ଛାତ୍ରମାନେ, ଗ୍ରନ୍ଥମାନେ, ଅଳିଆ ଗୁଡ଼ିକ, ଫଳ ଗୁଡ଼ିକ। ଏଗୁଡ଼ିକ ଏକରୁ ଅଧିକ ବୁଝାଉଛି। ହେଲା, ସ୍ଥଳ ବିଶେଷରେ ଶ୍ରେଣୀ, ବର୍ଗ, ବୃନ୍ଦ, ଦଳ, ଯୂଥ, ପୋଲ, ଗଣ, ରାଜି, ମାଳା, ଜାଳ, ସମାଜ, ସମୂହ ଶବ୍ଦ ଏକବଚନ ଶବ୍ଦର ପରେ ଲାଗି ବହୁବଚନ ହୋଇଥାଏ। ହେଲା, ଯଥା ପର୍ବତ ଶ୍ରେଣୀ, ପଛୁଆ ଶ୍ରେଣୀ, ଗୁରୁବର୍ଗ, ଛାତ୍ରବୃନ୍ଦ ମାନେ ସମସ୍ତ ଛାତ୍ରକୁ ବୁଝାଉଛି। ପଙ୍କ ପାଳ ଦଳ, କରିଯୂଥ, ମାଙ୍କଡ଼ ପଲ ମାନେ ସମସ୍ତ ମାଙ୍କଡ଼କୁ ବୁଝାଉଛି। ଗୋରୁ ପଲ ମାନେ ସମସ୍ତ ଗୋରୁକୁ ବୁଝାଉଛି। ଜନଗଣ ସମସ୍ତ ଲୋକଙ୍କୁ ବୁଝାଉଛି। ଦେବଗଣ ସମସ୍ତ ଦେବକୁ ବୁଝାଉଛି। ହେଲା, ତ କେତେକ କ୍ଷେତ୍ରରେ ପଞ୍ଚାଏ, ହଳେ ପ୍ରଭୃତି ସମୂହବାଚକ ପଦ ଏକବଚନ ବିଶେଷ୍ୟ ପଦ ପୂର୍ବରେ ବସି ବହୁବଚନ ଅର୍ଥ ପ୍ରକାଶ କରନ୍ତି। ଯଥା ପଞ୍ଚେ ପିଲା। ହେଲା, ପିଲା ଏକବଚନ କିନ୍ତୁ ତା ପୂର୍ବରୁ ପଞ୍ଚେ ଲାଗିଲା, ସେ ବହୁବଚନ ହେଇଗଲା। ପଞ୍ଚାଏ ମାଙ୍କଡ଼, ମାଙ୍କଡ଼ ଏକବଚନ କିନ୍ତୁ ତା ପୂର୍ବରୁ ପଞ୍ଚାଏ ଲାଗିଗଲା ମାନେ ଏକରୁ ଅଧିକ, ସେ ହେଇଗଲା ବହୁବଚନ। ହଳେ ବଳଦ, ବଳଦ ଆମର ଏକବଚନ କିନ୍ତୁ ତା ପୂର୍ବରୁ ହଳେ ଲାଗିଗଲା, ସେ ହେଇଗଲା ବହୁବଚନ। ହଳେ ଧୋତି, ଦଳେ ଗେଣ୍ଡାଳିଆ ଇତ୍ୟାଦି।
କେବଳ ବହୁ ସୂଚକ ବିଶେଷ୍ୟ ପଦ ଏକବଚନ ବିଶେଷ୍ୟ ପଦ ପୂର୍ବରେ ରହି ପୁନରାବୃତ୍ତ ହେଲେ ବହୁବଚନ ଅର୍ଥ ପ୍ରକାଶ କରିଥାନ୍ତି। ଯଥା ଦଳ ଦଳ ଲୋକ, ପଲ ପଲ ମେଣ୍ଢା, କାନ୍ଧି କାନ୍ଧି କଦଳୀ, ପେନ୍ଥା ପେନ୍ଥା ଆମ୍ବ ଇତ୍ୟାଦି। ବହୁବଚନ ସଂଖ୍ୟାବାଚକ ବିଶେଷଣ ପରେ ଏକବଚନାନ୍ତ ବିଶେଷ୍ୟ ପଦ ଥିଲେ ତାହା ବହୁବଚନ ହୁଏ ଏବଂ ବିଶେଷ୍ୟ ପଦରେ ବହୁବଚନ ଚିହ୍ନ ରହେ ନାହିଁ। ଯଥା ସପ୍ତ ସାଗର, ଶତ କୌରବ, ପଞ୍ଚୁ ପାଣ୍ଡବ, ଅଗଣିତ ଯୋଦ୍ଧା, ବହୁତ ଲୋକ ଇତ୍ୟାଦି। ସଂଜ୍ଞାବାଚକ ବା ବ୍ୟକ୍ତିବାଚକ ବିଶେଷ୍ୟ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ପଦାର୍ଥକୁ ବୁଝାଇଥାଏ। ହେଲା, ସଂଜ୍ଞା ବା ବ୍ୟକ୍ତିବାଚକ ଆମର ନିର୍ଦ୍ଦିଷ୍ଟ ଗୋଟେ ବ୍ୟକ୍ତି ବା ପଦାର୍ଥକୁ ବୁଝାଏ। ଫଳରେ ଏମାନଙ୍କର ବହୁବଚନ ହୁଏ ନାହିଁ। ଯଥା ଶିବ, ଶ୍ଵେତପଦ୍ମା, କୋଣାର୍କ, ଯମୁନା, ହିମାଳୟ। ମାତ୍ର ଗୋଟିଏ ବ୍ୟକ୍ତିର ନାମ ବା ସଂଜ୍ଞାରୁ ଏକାଧିକ ବ୍ୟକ୍ତି ବା ପଦାର୍ଥ ସୂଚିତ ହେଲେ ତାହା ବହୁବଚନ ହୁଏ। ଯଥା ତୋ ଭଳି କେତେ ଭୀମଙ୍କୁ ମୁଁ ଚିହ୍ନିଛି। ଆମ ଶ୍ରେଣୀରେ 5 ଜଣ ଦେବାଶିଷ ପଢ଼ୁଛନ୍ତି। ଭୀମ, ଦେବାଶିଷ ଏକାଧିକ ନାମକୁ ବୁଝାଉଥିବାରୁ ଏହା ବହୁବଚନ। ବସ୍ତୁବାଚକ ବିଶେଷ୍ୟ ପଦ ସଂଖ୍ୟା ବୁଝାଉ ନଥିବାରୁ ତାହାର ବହୁବଚନ ହୁଏ ନାହିଁ। ଯଥା ଲୁହା, ସୁନା, ରୂପା, ତମ୍ବା, ବସ୍ତୁର ଜଳ, ଚାଉଳ ପ୍ରଭୃତି। ଏଗୁଡ଼ିକ ବହୁବଚନ ହୁଏ ନାହିଁ ଯେହେତୁ ଏଗୁଡ଼ିକ ଗୋଟିଏ ବସ୍ତୁ। କିନ୍ତୁ ବସ୍ତୁବାଚକ ବିଶେଷ୍ୟ ସଂଖ୍ୟାବୋଧକ ହେଲେ ତାହାର ବହୁବଚନ ହୋଇଥାଏ। ଯଥା 2 ଟ୍ରାକ୍ଟର ବାଲି। ହେଲା, ଯଦି ସଂଖ୍ୟା ପୂର୍ବରୁ ଲାଗିଗଲା 2 ଲାଗିଗଲା ତାହେଲେ 2 ଟ୍ରାକ୍ଟର ବାଲି ଆମର ବହୁବଚନ ହେଇଗଲା। ବସ୍ତୁ ବାଲିଟା ଗୋଟେ ବସ୍ତୁବାଚକ କିନ୍ତୁ 2 ଟ୍ରାକ୍ଟର ଲାଗିଗଲା ଯେତେବେଳେ ସେ ହେଇଗଲା ବହୁବଚନ। 10 କିଲୋ ଅଟା, ଅଟା ଗୋଟିଏ ବସ୍ତୁ କିନ୍ତୁ ସେଠି 10 କିଲୋ ଲାଗିଗଲା, ସଂଖ୍ୟା ଲାଗିଗଲା, ତେଣୁକରି ସେ ହେଇଗଲା ବହୁବଚନ। 5 ଝୁଡ଼ି ମାଟି, ମାଟି ଗୋଟିଏ ବସ୍ତୁ କିନ୍ତୁ ସେଠି 5 ଝୁଡ଼ି ସେ ଲାଗିଗଲା ସଂଖ୍ୟାବାଚକ ପଦ, ସେ ହେଇଗଲା ବସ୍ତୁ ଆମର ବହୁବଚନ। 7 ଖଣ୍ଡ ବରଫ ଗୋଟିଏ ବସ୍ତୁ କିନ୍ତୁ ତା ପୂର୍ବରୁ 7 ଖଣ୍ଡ ଲାଗିଗଲା, ସେ ହେଇଗଲା ବହୁବଚନ। ହେଲା, ବସ୍ତୁ ଗୁଡ଼ିକ ନିର୍ଦ୍ଦିଷ୍ଟ ହେଲେ ସେଥିରେ ବଚନ ଚିହ୍ନ ଲାଗିଥାଏ। ଯଥା ଏ ମଇଳା ଗୁଡ଼ିକୁ ଏଠାରେ ବାହାର କର। ଏ ପୋଖରୀର ପାଣି ଗୁଡ଼ାକ ଭାରି ଥଣ୍ଡା। ତୁମେ ତୁମର ବହି ଗୁଡ଼ିକୁ ସାଇତି ରଖ। ହେଲା, ଗୁଣବାଚକ ଓ କ୍ରିୟାବାଚକ ବିଶେଷ୍ୟ ପଦ ପ୍ରାୟ କେବଳ ଏକ ବଚନରେ ବ୍ୟବହୃତ ହୁଅନ୍ତି। ଯଥା ସାଧୁତା, ପରୋପକାର, ଭକ୍ତି, ଦୟା, ରୋଦନ, ଭଜନ, ଯିବା, ଚଳଣି, ଭ୍ରମଣ ଇତ୍ୟାଦି। ଏଗୁଡ଼ିକ ସବୁ କ'ଣ ଗୁଣବାଚକ ବା କ୍ରିୟାବାଚକ ବିଶେଷ୍ୟ ପଦ। ଆମର ଭକ୍ତି, ଦୟା ଗୋଟେ ସେ ଲୋକଟି ବହୁତ ଦୟାବାନ, ସେଟା ଗୋଟେ ତାର ଗୁଣ। ସେ ଲୋକର ବହୁତ ଭକ୍ତି ଅଛି, ଭକ୍ତି ତାର ଗୁଣ ନା ନାହିଁ। ସାଧୁତା, ପରୋପକାର, ଭଜନ କ'ଣ ମାନେ ଖାଇବା ଗୋଟେ କାମ ନା ନାହିଁ। କ'ଣ କହିଛି ଏଠି ଗୁଣବାଚକ ବା କ୍ରିୟାବାଚକ। ତ ଭଜନ ଗୋଟିଏ କ୍ରିୟାକୁ ବୁଝାଉଛି। ଯିବା, ଚଳଣି ଏଗୁଡ଼ିକ ସବୁ ଗୋଟେ କ୍ରିୟା। ବେଳେବେଳେ ଟି, ଟା ପ୍ରଭୃତି ଏକବଚନ ଚିହ୍ନ ଲାଗିଥାଏ। ଯଥା ଚୈତନ୍ୟର ଚାହାଣୀଟା ଚମତ୍କାର। ରହ, ତୋ ଚାକିରିଟା ମୁଁ ଖାଉଛି। ଅହଙ୍କାରଟିକୁ ଛାଡ଼ିଦେଲେ ଅରୁଣ ସବୁ ଦୃଷ୍ଟିରୁ ଭଲ। ନିତ୍ୟ ସ୍ୱଭାବ ବା ଚିରନ୍ତନ ସତ୍ୟ ବୁଝାଉଥିଲେ ଏକବଚନାନ୍ତ ଜାତିବାଚକ ବିଶେଷ୍ୟ ପଦ ଦ୍ୱାରା ବହୁବଚନ ଅର୍ଥ ପ୍ରକାଶିତ ହୋଇଥାଏ। ଯଥା ମାଛ ପାଣିରେ ରହେ, ବାଘ ମଣିଷ ଖାଏ, ମନୁଷ୍ୟ ମରଣଶୀଳ, ହାଣ୍ଡି ଭାଙ୍ଗିଲେ ଖରାପ, ବିରାଡ଼ି ଅତ୍ୟନ୍ତ ଉପକାରୀ ପ୍ରାଣୀ। ଗୋଟିଏ ପଦକୁ ବହୁବଚନ କରିବା ପାଇଁ 2ଟି ବହୁବଚନ ସୂଚକ ଚିହ୍ନ ବା ଶବ୍ଦ ବ୍ୟବହାର ଭୁଲ। ଯଥା ଅନେକ କୃଷକମାନେ, ବହୁତ ପୋଷାକ ଗୁଡ଼ିକ, ନାନା ସ୍ଥାନମାନ, ଯେତେ ପିଲା ସବୁ, ସମସ୍ତ ବନ୍ଧୁବର୍ଗ, ବହୁ ଜନଗଣ, ଅଧିକାଂଶ ଶ୍ରମିକମାନଙ୍କର, ମାତ୍ର ଅନେକ କୃଷକ, ପୋଷାକ ଗୁଡ଼ିକ, ନାନା ସ୍ଥାନ, ପିଲା ସବୁ,
ସମସ୍ତ ବନ୍ଧୁ ଜନଗଣ ଅଧିକାଂଶ ଶ୍ରମିକଙ୍କ ବ୍ୟବହାର ଠିକ୍ ବା ଶୁଦ୍ଧ। କେତେକ ସ୍ଥଳରେ ଏହି ନିୟମର ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ। ବାକ୍ୟର ଅର୍ଥକୁ ଶକ୍ତିଶାଳୀ କରିବା ପାଇଁ ଯୁଗ୍ମ ବହୁବଚନର ବ୍ୟବହାର ହୋଇଥାଏ। କ'ଣ ନା ବାକ୍ୟର ଅର୍ଥକୁ ଶକ୍ତିଶାଳୀ କରିବା ପାଇଁ କ'ଣ କରାଯାଏ ନା ବାକ୍ୟ ପାଇଁ ଯୁଗ୍ମ ବହୁବଚନ ବ୍ୟବହାର କରାଯାଏ। ଦେବଦତ୍ତ ବାବୁଙ୍କର ସବୁ ପିଲାଗୁଡ଼ିକ ବୁଦ୍ଧିମାନ। ହରିପୁର ଗାଁର ସବୁ ଗଛଯାକ ବାତ୍ୟାରେ ଭାଙ୍ଗି ଯାଇଛି। ମୁନା ସବୁ କ୍ଷୀରତକ ଢାଳିଦେଲା। ଏଠି ଆମର ସବୁ ଗୁଡ଼ାକ ଯାକ ତକ ଏଗୁଟେ କ'ଣ ଯାକ ବହୁବଚନ ଚିହ୍ନ ରୂପେ ବ୍ୟବହୃତ ହେବା କୁହାଯାଇଛି। ମାତ୍ର ଏହାର ବ୍ୟାପ୍ତି ଅର୍ଥରେ ସ୍ୱତନ୍ତ୍ର ବ୍ୟବହାର ହୋଇଛି। ଯଥା ବର୍ଷଯାକ ତ ଗଲା, ଦିନେ ବହି ଧରିଲୁନି, ପରୀକ୍ଷାରେ ପାସ୍ କରିଥାନ୍ତୁ କେମିତି। ଏଠାରେ ଯାକ ବଚନ ଚିହ୍ନ ରୂପେ ବ୍ୟବହୃତ ନ ହୋଇ ବ୍ୟାପ୍ତି ଅର୍ଥରେ ବ୍ୟବହୃତ ହୋଇଛି। ଯାକଟା ଆମର ବ୍ୟାପ୍ତି ଅର୍ଥରେ ବ୍ୟବହୃତ ହୋଇଛି। କେତେକ ସ୍ଥଳରେ ବିଶେଷ୍ୟ ଓ ବିଶେଷଣ ପଦ ଦ୍ୟୁତ କରାଯିବା ଦ୍ୱାରା ବହୁବଚନ ସୂଚିତ ହୋଇଥାଏ। ଯଥା ବୋଝ ବୋଝ ଆମ୍ବ, ହାଣ୍ଡି ହାଣ୍ଡି ଦହି, ଟ୍ରକ୍ ଟ୍ରକ୍ ବାଲି, ସୁନ୍ଦର ସୁନ୍ଦର ଗୋଲାପ, ଛୋଟ ଛୋଟ ଆମ୍ବ, ଗରମ ଗରମ ଭାତ, ନରମ ନରମ ବରା, ଲକ୍ଷ ଲକ୍ଷ ଯାତ୍ରୀ, ଡେଙ୍ଗା ଡେଙ୍ଗା ଗଛ, ଥଣ୍ଡା ଥଣ୍ଡା ପବନ ଇତ୍ୟାଦି। ନେକ୍ସଟ, ଆତ୍ମସମ୍ମାନ ବୁଝାଇବା ଅର୍ଥରେ ସର୍ବନାମ ମୁଁ ବଦଳରେ ବହୁବଚନ ଆମେର ବ୍ୟବହାର ହୁଏ। ଯେଉଁଠି ଆତ୍ମସମ୍ମାନ ଅର୍ଥରେ ଆସେ ସେଠି ମୁଁ ନହେଇକି ଆମେ ହୁଏ। ଯଥା ଆମେ ଅର୍ଥ ଲୋଭରେ କୁକର୍ମ କରିପାରିବୁ ନାହିଁ ହେଲା। ଅର୍ଥାତ୍ ମୁଁ ଅର୍ଥ ଲୋଭରେ କୁକର୍ମ କରିପାରିବି ନାହିଁ ହେଇଥାନ୍ତା, କିନ୍ତୁ ସେଠି ଆମେ ଆତ୍ମସମ୍ମାନ ଅର୍ଥରେ ଆମେ ଲଗେଇଲୁ। ମୁଁ ଜାଗାରେ ଆମେ ତୁମକୁ ଚିହ୍ନି ଅଛୁ। ଏହାକୁ କହିପାରିବା ଆମେ ମୁଁ ତୁମକୁ ଚିହ୍ନି ଅଛି ମଧ୍ୟ କହିପାରିବା, କିନ୍ତୁ ଆମେ ତୁମକୁ ଚିହ୍ନି ଅଛୁ କହିଲେ ଆଉ ଟିକେ ଭଲ ଶୁଭାଯିବ ହେଲା। ନେକ୍ସଟ, ସମ୍ମାନ ସୂଚକ ଏକବଚନ କ୍ରିୟାର ରୂପ ବହୁବଚନ ସହ ସମାନ। ଯଥା ବାପା ଖାଇଲେ, ଅତିଥିମାନେ ଖାଇଲେ, ସେ ଉପଦେଶ ଦେଉଛନ୍ତି, ସେମାନେ ଉପଦେଶ ଦେଉଛନ୍ତି ହେଲା। ଏକବଚନାନ୍ତ ଓ ବହୁବଚନାନ୍ତ ବଚନ ଚିହ୍ନ ଏ ମଧ୍ୟରେ ପାର୍ଥକ୍ୟ। ଯଥା କିଲେ ଚାଉଳ ଦିଅ ଏକବଚନ, ପିଲେ ଗହଳି କରୁଛନ୍ତି ବହୁବଚନ। ପିଲେ ମାନେ ବହୁତ ଗୁଡ଼ିଏ ପିଲାକୁ ବୁଝଉଛି। ବାବୁ ଭିକ ମୁଠେ ଦିଅ ଏକବଚନ, ଶୁଣ ସୃଜନୀ ଦେଇ ମନ, ଏଟା ବହୁବଚନ ହେଲା। ଶୁଣ ସୃଜନୀ ବହୁବଚନ। ତ ଆଜିର କ୍ଲାସ୍ ଏତିକିରେ ସମାପ୍ତ କରିବା, କାରଣ ଭିଡ଼ିଓ ବହୁତ ଲମ୍ବା ହେଇଗଲାଣି। ପରବର୍ତ୍ତୀ ଭିଡ଼ିଓରେ ମୁଁ କ୍ରିୟା ଅବୟ ତଦ୍ଧିତ କୃଦନ୍ତ ବିଭକ୍ତି ଆଲୋଚନା କରିବି। ରହୁଛି, ନମସ୍କାର।